ଆପଣମାନଙ୍କର ପ୍ରିୟ ମୁଖ୍ୟମନ୍ତ୍ରୀ। ଆପଣମାନେ ତ ଜାଣିଛନ୍ତି ଆମେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବହିକୁ ବଦଳାଇ ନୂତନ ବହି ପ୍ରକାଶ କରିଛୁ। ଆଉ ଆମ ପାଖକୁ ଆସିଛି ଗୋଟିଏ ଛୋଟ ପିଲା, ବୋଧହୁଏ ଆମ ବହିର ପ୍ରଶଂସା କରିବାକୁ ଆସିଛି। ଚାଲନ୍ତୁ ତାଠାରୁ ବହିର ପ୍ରଶଂସା ଶୁଣିବା। ଆଚ୍ଛା ପିଲା, ତୋର ପରିଚୟ ଆଗ ଦେଲୁ। ସାର୍, ମୁଁ ହେଉଛି ଠୁରା। ଛନଛନପୁରରେ ମୁଁ ପଞ୍ଚମ ଶ୍ରେଣୀରେ ପଢ଼େ। ଆଉ ମୁଁ ଆସିଛି ଆପଣ ପ୍ରକାଶ କରିଥିବା ବହିର କିଛି ଗୁଣଗାନ କରିବାକୁ। ହଉ ତାହେଲେ କ'ଣ କହୁଛୁ କହ। ସାର୍, ଆପଣ ପ୍ରକାଶ କରିଥିବା ନୂତନ ବହିରେ ସାହିତ୍ୟ ବହିରେ ଗଣିତ, ଗଣିତ ବହିରେ ସାହିତ୍ୟ, ଇଂରାଜୀ ବହିରେ ସାହିତ୍ୟ, ଏମିତି କାହିଁକି? ଆରେ ବାବୁ ଶୁଣୁ, ଗୋଟିଏ ବିଷୟ ଅଧିକ ସମୟ ପଢ଼ିଲେ ବିରକ୍ତି ଲାଗିବ। ସେଥିପାଇଁ ଆମେ ଗୋଟିଏ ବିଷୟରେ ଅନ୍ୟ ବିଷୟରେ ମଧ୍ୟ କିଛି ପାଠ ରଖିଦେଇଛୁ। ଯାହାଦ୍ୱାରା ତାକୁ ଯଦି ବିରକ୍ତି ଲାଗିବ ତାହେଲେ ସିଏ ବେଗ୍ ଖୋଲିବନି। ସେହି ବହିରେ ତାକୁ ଅନ୍ୟ ବିଷୟ ମିଳିଯିବ। ସେଥିପାଇଁ ଆମେ ଗଣିତ ବହିରେ ସାହିତ୍ୟ, ସାହିତ୍ୟ ବହିରେ ଗଣିତ ଆଉ ଇଂରାଜୀ ବହିରେ ସାହିତ୍ୟ ରଖିଛୁ। ସାର୍, ଏମିତି ତ ଆଗରୁ କେବେ ହୋଇନଥିଲା। ହେ ପିଲା, ତୁ ଜାଣିନୁ ବୋଧେ ଆମ ପେଟରେ ପେଟେ ବୁଦ୍ଧି। ସେଥିପାଇଁ ଆମେ ଏମିତି କାମ କରିଛୁ। ସାର୍, ଆପଣ ଅଷ୍ଟମ ଶ୍ରେଣୀର ସାହିତ୍ୟ ବହିରେ ନିମ୍ବୁଡ଼ା ନିମ୍ବୁଡ଼ା ଗୀତ ଦେଇଛନ୍ତି। କ'ଣ ଆମେ ଏଥର ନିମ୍ବୁଡ଼ା ନିମ୍ବୁଡ଼ା ଗୀତ ପଢ଼ିବୁ? ହଁ ପଢ଼ିବ। ନିମ୍ବୁଡ଼ାଟା ଭାରି ଭଲ ଗୀତଟା। ସେଥିପାଇଁ ଆମେ ସେହି ଗୀତକୁ ଅଷ୍ଟମ ଶ୍ରେଣୀର ସାହିତ୍ୟ ବହିରେ ସ୍ଥାନ ଦେଇଛୁ। ସାର୍, ଆପଣ ନିମ୍ବୁଡ଼ା ନିମ୍ବୁଡ଼ା ଗୀତଟି କେବେ ପଢ଼ିଛନ୍ତି? ତା ଅର୍ଥ ଜାଣିଛନ୍ତି? ଆମକୁ ପଢ଼ିବା ଆଉ ବୁଝିବା କ'ଣ ଦରକାର? ପଢ଼ିବା ଆଉ ବୁଝିବା ତମ କାମ, ବହିରେ ସ୍ଥାନ ଦେବା ଆମ କାମ। ଏହାର ପାର୍ଟ 2 ଆସିବ। ପାର୍ଟ 2ଟି ଏହି ଭିଡ଼ିଓଠାରୁ ଆହୁରି ମଜାଦାର ହେବ। ସେଥିପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଆଉ ଭିଡ଼ିଓକୁ ଲାଇକ୍ କରନ୍ତୁ।